ସୁଯୋଗ ଦେଇଥିବାରୁ ମୁଁ ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛି। ମନୁଷ୍ୟ ଏକ ସାମାଜିକ ପ୍ରାଣୀ, ସମାଜରେ ବସବାସ କରିବା ପାଇଁ ଏକତାର ଆବଶ୍ୟକ ରହିଛି। ଏକତା ସହନୀୟର ସେବା ତଥା ସମାଜର କଲ୍ୟାଣ ପାଇଁ ଜନହିତକାରୀ ପଦକ୍ଷେପ ନେବା ଦିଗରେ ଅଗ୍ରସର ହେବା ତଥା ସମାଜ ସାଧନା କରିବା ଆମର ମୌଳିକ ତଥା ମୁଖ୍ୟ କର୍ତ୍ତବ୍ୟ ହେବା ଆବଶ୍ୟକ। ଏହି କଥାଟିକୁ ଖୁବ୍ ସରଳ ଢଙ୍ଗରେ ନିଜ ଜୀବନ ମାର୍ଗରେ ପ୍ରଦର୍ଶିତ କରାଇଥିଲେ ଠକ୍କର ବାବା। କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସି। ଏହି ମର୍ମକୁ ବାସ୍ତବତା ସହ ନିର୍ବିକାର ଭାବରେ ସର୍ବାମୁଖରେ ପ୍ରସ୍ତାବିତ କରାଇଥିଲେ ଠକ୍କର ବାବା। ସେ ଏକଧାରାରେ ଜଣେ ସମାଜ ସେବକ, ସମାଜ ସୁଧାରକ। ଠକ୍କର ବାବା 1869 ମସିହା ନଭେମ୍ବର 29 ତାରିଖ ଗୁଜରାଟର ଭାବନଗରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାଲ୍ୟ ନାମ ଥିଲା ଅମୃତଲାଲ ଠକ୍କର। ତାଙ୍କ ପିତାଙ୍କ ନାମ ବୈଠଲ ଦାସ ଓ ମାତାଙ୍କ ନାମ ମଲ୍ଲିକାବାଇ। ତାଙ୍କ ପିତାଙ୍କ ଆର୍ଥିକ ଅବସ୍ଥା କେତେଗୋଟି ଭଲ ନଥିବାରୁ ସେ 1990 ମସିହାରୁ ସୋଲାପୁର ଜିଲ୍ଲାଠାରେ ରେଳ ବିଭାଗରେ ମାସକ 80 ଟଙ୍କା ବେତନରେ ଚାକିରି ଆରମ୍ଭ କରିଥିଲେ। ତାଙ୍କର କର୍ତ୍ତବ୍ୟ ନିଷ୍ଠା ଯୋଗୁଁ ସେ ବହୁତ କମ୍ ସମୟରେ ମୁଖ୍ୟ ପଦବୀକୁ ଅଧିଷ୍ଠିତ ପାଇଥିଲେ। ଏଡ଼େ ବଡ଼ ପଦବୀରେ ଅନୁଷ୍ଠିତ ଥିଲେ ମଧ୍ୟ ଚାକିରିରେ ତାଙ୍କର ବିଦୃଷ୍ଟାଭାବ ଘଟିଥିଲା। ଦଳିତ, ଅବହେଳିତ ଓ ନିଷ୍ପେଷିତ ବ୍ୟକ୍ତିମାନଙ୍କ ପାଇଁ ସେ ସର୍ବଦା ବ୍ୟସ୍ତ ହୋଇ ପଡ଼ୁଥିଲେ। ଆଦିବାସୀ ଓ ଅନୁସୂଚିତଙ୍କ ସେବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କର ଦିଗ୍ଦର୍ଶନ ବଳରେ ଆଜି ଭାରତବର୍ଷରେ ସଭାଶ୍ରମ, ଆଶ୍ରମ, କନ୍ୟାଶ୍ରମ ନାମ ପ୍ରତିଷ୍ଠା ହୋଇପାରିଛି। ଅଛୁଆଁ କହୁଥିବା ଜାତିର ଲୋକମାନଙ୍କୁ ସେ ଉପଯୁକ୍ତ ଶିକ୍ଷା ଦେଇ ସମାଜର ସ୍ରୋତରେ ସାମିଲ କରାଇ ଏକଧାରାରେ ତାଙ୍କର ଉଦ୍ଦେଶ୍ୟ ଭାବି ହୋଇପାରିବ ଭାବି ସେ 1914 ମସିହା ଜାନୁଆରୀ 14 ତାରିଖ ଚାକିରିରୁ ଇସ୍ତଫା ଦେଇ ସମାଜବ୍ୟାପୀ ଜୀବନକୁ ନିୟୋଜିତ କରିଥିଲେ। ଅନୁସୂଚିତ ଜନଜାତି ତଥା ଜାତିର ପିଲାମାନଙ୍କ ଶିକ୍ଷା ବିକାଶ ନିମନ୍ତେ ସେ 1922 ମସିହା ଡିସେମ୍ବର ମାସ ଗୁଜରାଟର ପଞ୍ଚମହଲ ପାଖରେ ମୀରାଖେଡ଼ି ଆଶ୍ରମ ବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ। ପ୍ରଥମେ ସେ 4 ଜଣ ଭିଲ୍ ଆଦିବାସୀ ପିଲାଙ୍କୁ ଗୋଧାଇ ନୂଆ ବସ୍ତ୍ର ପିନ୍ଧାଇ ଗୋଡ଼ପାଇ ଆଶ୍ରମରେ ଭର୍ତ୍ତି କରିଥିଲେ। ସେ 1926 ବେଳକୁ ମଧ୍ୟପ୍ରଦେଶ, ବିହାର, ଆସାମ ଓ ଓଡ଼ିଶା ପ୍ରଭୃତି ରାଜ୍ୟରେ ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଶିକ୍ଷାଦାନ ବ୍ୟତୀତ ପିଲାମାନଙ୍କୁ ସେ ପ୍ରତିଦିନ ଶ୍ରମଦାନ କରିବାକୁ ଉଦ୍ଦେଶ୍ୟ ଦେଉଥିଲେ। 1948 ମସିହା ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏସବୁ ଅନୁଷ୍ଠାନକୁ କେନ୍ଦ୍ରୀୟ ସଂସ୍ଥା ଭାରତୀୟ ଆଦିମ ଜାତିର ସେବକ ସଂଘରେ ସରକାରୀ ମାନ୍ୟତା ଦେଇ ସମସ୍ତ ଅନୁଷ୍ଠାନକୁ ପାଣ୍ଠି ଯୋଗାଇଥିଲେ। ନିୟତିର ସ୍ରୋତରେ କରଗତ ହୋଇ 1951 ମସିହା ଜାନୁଆରୀ 19 ତାରିଖ ସେ ଇହଲୀଳା ସମ୍ବରଣ କରିଥିଲେ। ସେ ବର୍ତ୍ତମାନ ଆମ ଗହଣରେ ନଥିଲେ ମଧ୍ୟ ତାଙ୍କର ଉତ୍ତମ ଦିଗ୍ଦର୍ଶନ ବଳରେ ଆମେ ତାଙ୍କ କାର୍ଯ୍ୟକୁ ପରିଚାଳିତ କରିପାରିବା ରୂପେ ସହ ତାଙ୍କ ଆଦର୍ଶରେ ନିୟୋଜିତ ହୋଇପାରିଲେ ଏହା ହେବ ଆମ ପାଇଁ ତାଙ୍କ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ତାଙ୍କ ଜୀବନରୁ ଶିଖିଥିବା କଥା, ଅନ୍ୟମାନଙ୍କ ସେବା କରିବା ହିଁ ସତ୍ୟ ପୂଜା। ସହଯୋଗ, ସମାନତା ଓ ମାନବତା ହେଉଛି ସମାଜର ଆଧାର। ଶିକ୍ଷା ଓ ସଚେତନା ହିଁ ଉନ୍ନତିର ସବୁଠାରୁ ବଡ଼ ଶକ୍ତି। ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି।